ଝିଅର ମାଡ଼ରେ ବାପାର ଗୋଡ଼ ଭାଙ୍ଗିଲା। କିଶନନଗର ବ୍ଲକ ଠେଲକନାଳି ଗାଁର ଝିଅ ସୌରୀ ମାଝୀ ଜଣେ ଅବିବାହିତ। ବାପାର 3 ଝିଅ ଓ ଗୋଟିଏ ପୁଅ। ମହୁଲ ଗୋଟା ନେଇ ବାପ ଝିଅ ଭିତରେ କୋଳି ହେଲା, ଯାହାକି ଝିଅ ବାପକୁ ଧକ୍କା ମାରିଦେବାରୁ ବାପାର ଡାହାଣ ଗୋଡ଼ଟି ଭାଙ୍ଗି ଯାଇଛି। ପୁଅ ବାପାଙ୍କୁ ନେଇ କିଶନନଗର ମେଡିକାଲକୁ ଆସିଥିଲେ ଓ ଡାକ୍ତର ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ। କିଶନନଗରରୁ ସଦାନନ୍ଦ ବିଶ୍ୱାଳଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ଚନ୍ଦାବାହାଲ କେନାଲ ପାଖରେ ଥିବା ଏକ ବନ୍ଦ ଆଶ୍ରମ ଘର ପାଖରେ ବିପୁଳ ପରିମାଣର ବ୍ରାଉନ ସୁଗାର କାରବାର ଖବର ପାଇ ଏସପି ଅନୁଗୁଳଙ୍କ ନିର୍ଦ୍ଦେଶରେ ଏସଡିପିଓ ତାଳଚେରଙ୍କ ତତ୍ତ୍ୱାବଧାନରେ ଆଇଆଇସି ତାଳଚେର ଏକ ଟିମ୍ ଗଠନ କରି ତୁରନ୍ତ ଘଟଣାର ସତ୍ୟାସତ୍ୟ ପରଖିବା ପାଇଁ ପଠାଇଥିଲେ। ଚଢ଼ା ସମୟରେ ବିପୁଳ ପରିମାଣର ବ୍ରାଉନ ସୁଗାର ସହିତ 10 ଜଣ ବେପାରୀଙ୍କୁ କାବୁ କରିଥିଲେ ଏବଂ ସେମାନଙ୍କ ନିକଟରୁ ମୋଟ 55.64 ଗ୍ରାମ ବ୍ରାଉନ ସୁଗାର ସହିତ 8 ଗୋଟି ମୋବାଇଲ ଫୋନ, ନଗଦ 12,000 ଟଙ୍କା ଏବଂ 4 ଗୋଟି ମୋଟର ସାଇକେଲ ଜବତ କରିଥିଲେ। ଆଜି ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଛେଣ୍ଡିପଦାରୁ ଦୁଷ୍ମନ୍ତ ବେହେରାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।